ଖାରଜ ହେବ ସଂତୃପ୍ତଙ୍କ ପ୍ରାର୍ଥୀପତ୍ର ଦାବି କଲା ଭାରତୀୟ ଜନତା ପାର୍ଟି। ଶ୍ରୀମୟୀଙ୍କ ଗୋଟିଏ ପୋଷ୍ଟ ଏବେ ଓଡ଼ିଶା ରାଜନୀତିକୁ ଗରମ କରିଛି। ପୁଣି ପାଣ୍ଡିଆନଙ୍କ ଉପରେ ପ୍ରଶ୍ନ ଉଠିବା ସହିତ ଏଥର ସଂତୃପ୍ତଙ୍କ ଉପରେ ମଧ୍ୟ ଉଠିଛି ପ୍ରଶ୍ନ। ଶ୍ରୀମୟୀଙ୍କ ଏହି ପୋଷ୍ଟ ପରେ ବିଜେପି ଏବେ ଟାର୍ଗେଟ କରିଛି ସଂତୃପ୍ତକୁ ଏବଂ ଯଦି ଘଟଣା ସତ ହୋଇଥାଏ ତାହେଲେ ପ୍ରାର୍ଥୀପତ୍ର ଖାରଜ ପାଇଁ ମଧ୍ୟ ଦାବି କରିଛି। ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖିଛନ୍ତି, ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ତାଙ୍କ ସତ୍ୟପାଠରେ ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ ବିଷୟରେ କିଛି ତଥ୍ୟ ଦେଇନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଶ୍ରୀ ମିଶ୍ର ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ଅଛନ୍ତି। ଯଦି ଏହା ସତ୍ୟ ହୋଇଥାଏ ଏବଂ ଶ୍ରୀ ମିଶ୍ର ଏହାକୁ ଲୁଚାଇଥିବେ ତାହେଲେ ତାଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ଏବେ ସଙ୍କଟରେ। ଯଦି ବି ସେ ଜିତନ୍ତି ତାହେଲେ ବି ତାଙ୍କ ପଦ ଚାଲି ଯାଇପାରେ। ନିର୍ବାଚନ ସତ୍ୟପାଠରେ ବ୍ୟାଙ୍କ ସମ୍ପତ୍ତି ଅପରାଧିକ ମାମଲା ସହିତ ଏନଜିଓ ଟ୍ରଷ୍ଟ ବିଷୟରେ ମଧ୍ୟ ତଥ୍ୟ ଦେବା ବାଧ୍ୟତାମୂଳକ। ଏନେଇ ସଂତୃପ୍ତ ମିଶ୍ର ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ସେ କାହିଁକି ସେହି ଟ୍ରଷ୍ଟ ବିଷୟରେ ତଥ୍ୟ ଲୁଚାଇବା ପାଇଁ ଚାହୁଁଥିଲେ ଏବଂ କ'ଣ ରହିଛି ଏହା ପଛରେ ଉଦ୍ଦେଶ୍ୟ। ରିପ୍ରେଜେଣ୍ଟେସନ ଅଫ୍ ଦ ପିପୁଲ ଆକ୍ଟ 1951ର ସେକ୍ସନ 125 ଅନୁସାରେ ଯଦି ନିର୍ବାଚନ ସତ୍ୟପାଠରେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥାନ୍ତି ବା ତଥ୍ୟ ଲୁଚାଇଥାନ୍ତି ତାହେଲେ ତାଙ୍କ ନାମାଙ୍କନ ପତ୍ର ନାକଚ ହେବ। ଏହାକୁ ଅଦାଲତରେ ମାମଲା କରାଯାଇପାରିବ। ଦୋଷ ପ୍ରମାଣିତ ହେଲେ ପଦ ଚାଲିଯିବା ସହିତ 6 ମାସର ଜେଲ୍ ଦଣ୍ଡ ପ୍ରାବଧାନ ରହିଛି। ତେବେ ଏବେ ଦେଖିବାର ଅଛି ଯେ ଘଟଣାରେ କେତେ ସତ୍ୟାସତ୍ୟ ରହିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।